ଖାରବେଳଙ୍କ ଶିଳାଲେଖରେ ଆମ ଅଞ୍ଚଳର ଅନେକ ପ୍ରସଙ୍ଗ ଅଜ୍ଞାତ ହୋଇ ରହିଛି, ଯାହା ପଣ୍ଡିତମାନଙ୍କର ମନରେ ଭ୍ରମ ସୃଷ୍ଟି କରୁଛି। ଗବେଷକମାନଙ୍କର ଦୃଷ୍ଟିର ଅନ୍ତରାଳରେ ରହିଯାଇଛି, ଐତିହାସିକମାନଙ୍କର ସନ୍ଦେହ ଘେରରେ ମଧ୍ୟ ରହିଛି। ତେଣୁ ଆଜିର ଆଲୋଚନା ଅତ୍ୟନ୍ତ ଉପାଦେୟ ଅଟେ। ଆଶା କରୁଛି ଆଗାମୀ ପିଢ଼ିକୁ ଏହା ନୂତନ ଦିଶା ଦେଖାଇପାରିବ। ପୂର୍ବରୁ କୁହାଯାଇଛି ଯେ ଖ୍ରୀଷ୍ଟପୂର୍ବ 2000ରେ ଐର ବଂଶୀୟ ରାଜା କେତୁଭଦ୍ର ସ୍ୱର୍ଣ୍ଣଗିରି ବା ସ୍ୱର୍ଣ୍ଣଗଡ଼ରେ ରାଜୁତି କରୁଥିଲେ। ସେ ଅନେକ ଯୁଦ୍ଧ ଜାହାଜ ନିର୍ମାଣ କରିଥିଲେ। ସେତେବେଳେ ସ୍ୱର୍ଣ୍ଣଗିରି ନଦୀ ବା ସୁବର୍ଣ୍ଣ ନଦୀ ଚିରସ୍ରୋତା ଥିଲା। ଏହା ତେଲ ନଦୀ ସହିତ ମିଶି ମହାନଦୀ ଦେଇ ବଙ୍ଗୋପସାଗର ପର୍ଯ୍ୟନ୍ତ ଜଳପଥ ସୃଷ୍ଟି କରିଥିଲା। କେତୁଭଦ୍ର ଏହି ଜଳପଥରେ ବଙ୍ଗୋପସାଗର ଦେଇ ସିଂହଳକୁ ଯାଇଥିଲେ। ସେଠାରେ ନିଜ ବଂଶୀୟ ଅର୍ଥାତ୍ ଐର ବଂଶର ଜଣେ ଜୈନ ରାଜାଙ୍କୁ ସାମନ୍ତ ରାଜା ରୂପେ ନିଯୁକ୍ତ କରିଥିଲେ। ପରେ ଉତ୍କଳ ଓ ଗଞ୍ଜାମ ବନ୍ଦର ନିର୍ମାଣ କରି ସୁମାତ୍ରା, ଜାଭା, ବର୍ଣ୍ଣିଓ ଓ ସିଂହଳ ଆଦି ଦ୍ୱୀପମାନଙ୍କରେ ବାଣିଜ୍ୟ କରିଥିଲେ। ରାଜା କେତୁଭଦ୍ର ଉତ୍କଳ, କୋଶଳ, ବେରାଳ, ତୋଶଳ ଓ କଳିଙ୍ଗକୁ ଏକତ୍ର କରି କଳିଙ୍ଗ ରାଜ୍ୟରେ ପରିଣତ କରିଥିଲେ। ତେଣୁ ତାଙ୍କ ସମୟରୁ କଳିଙ୍ଗ ନାମର ସୃଷ୍ଟି ହୋଇଛି। ଏହି କଳିଙ୍ଗ ରାଜ୍ୟର ରାଜଧାନୀ ସ୍ୱର୍ଣ୍ଣଗିରିଗଡ଼ ବା ସ୍ୱର୍ଣ୍ଣଗଡ଼ ଥିଲା। ଏହା ମଧ୍ୟ ଆଲୋଚିତ ହୋଇ ସାରିଛି ଯେ ସ୍ୱର୍ଣ୍ଣଗଡ଼ ରାଜଧାନୀ କୀଚକ ଦ୍ୱାରା ଧ୍ୱଂସ ପାଇ ହ୍ରଦରେ ପରିଣତ ହେଲା। ଫଳରେ ଏହାର ଜଳପଥ ସମ୍ପୂର୍ଣ୍ଣ ଲୋପ ପାଇଲା। ରାଜଧାନୀ ଖାରବେଳଙ୍କ ହାତୀଗୁମ୍ଫା ଖୋଦିତ ଶିଳାଲିପିରେ ତୋଷାଳୀ ରାଜ୍ୟକୁ ପୃଥୁଦକ ଦର୍ପ ନଗରୀ ବୋଲି କୁହାଯାଇଛି। ଏହି ରାଜଧାନୀରେ ପ୍ରଚୁର ପରିମାଣର ଜଳ ଓ ଦୁବଘାସ ପୂର୍ଣ୍ଣ ଥିଲା। ପଣ୍ଡିତମାନଙ୍କର ମତରେ ତୋଷାଳୀ ନଗରୀରେ ପୁଷ୍କରିଣୀ ଓ ମୟଦାନ ଅର୍ଥାତ୍ ଆଧୁନିକ ପାର୍କ ତିଆରି କରାଯାଇଥିଲା। ଖାରବେଳଙ୍କର ପିତାମହ ଚୈତ୍ରରାଜ କୋଶଳରୁ ରାଜଧାନୀ ଉଠାଇ ଆଣି ଏକପ୍ରସ୍ତର ନାମକ ସ୍ଥାନରେ ରାଜଧାନୀ ସ୍ଥାପନ କରିଥିଲେ। ଏଥିରୁ ପ୍ରମାଣିତ ହେଉଛି ଯେ କୋଶଳ ପାଟଣାର ରାଜଧାନୀ ସ୍ୱର୍ଣ୍ଣଗିରି ବା ସ୍ୱର୍ଣ୍ଣଗଡ଼ ଧ୍ୱଂସପ୍ରାପ୍ତ ହେବାରୁ ତୋଷରାଠାରେ ଏକପ୍ରସ୍ତର ନାମକ ନୂତନ ରାଜଧାନୀ ସୃଷ୍ଟି ହୋଇଥିଲା। ହାତୀଗୁମ୍ଫା ଶିଳାଲେଖର ଦ୍ୱାଦଶ ପଂକ୍ତି ଉପରେ ଡକ୍ଟର ସତ୍ୟନାରାୟଣ ରାଜଗୁରୁଙ୍କର ମତ ହେଉଛି, ଖାରବେଳଙ୍କ ରାଜତ୍ୱର 113 ବର୍ଷ ପୂର୍ବରୁ ପିଥୁଡ଼ା ନଗରୀ ଧ୍ୱଂସ ହୋଇ ଜଳ ଓ ତୃଣଭୂମିରେ ପରିଣତ ହୋଇଥିଲା। ତେଣୁ ଖାରବେଳ ତାଙ୍କ ପୂର୍ବବର୍ତ୍ତୀ ରାଜାଙ୍କର ସେହି ନଗରୀ ବା ନଷ୍ଟ ବିଭବକୁ ଉଦ୍ଧାର କରିବାର ସ୍ୱାଭାବିକ କଥା। ମହାରାଜ ଖାରବେଳ ତାଙ୍କ ରାଜତ୍ୱର ପଞ୍ଚମ ବର୍ଷରେ 300 ବର୍ଷ ପୂର୍ବେ ନନ୍ଦ ରାଜା ତୋଷାଳୀ ନଗରୀର ତନଶୁଳିଆ ବାଟ ପର୍ଯ୍ୟନ୍ତ ଯେଉଁ ଜଳ ପ୍ରଣାଳୀ ବା କେନାଲ ଖୋଳାଇଥିଲେ, ତାହା 1 ଲକ୍ଷ ମୁଦ୍ରା ବ୍ୟୟରେ କଳିଙ୍ଗ ରାଜଧାନୀକୁ ପ୍ରସାରିତ କରିଥିଲେ। କୋଶଳ ବା କଳିଙ୍ଗର ରାଜଧାନୀ ହ୍ରଦରେ ପରିଣତ ହେବାରୁ ସ୍ୱର୍ଣ୍ଣଗିରି ନଦୀ ଲୋପ ପାଇଲା। କେତୁଭଦ୍ରଙ୍କର ସମୟରୁ ଚାଲିଥିବା ଜଳପଥ ରହିଲା ନାହିଁ। ସେହି ଜଳପଥର ପୁନରୁଦ୍ଧାର ପାଇଁ ସେ ଏହି ବ୍ୟୟ କରିଥିଲେ। ନନ୍ଦ ରାଜା ଯେଉଁ କେନାଲଟିଏ ଖୋଲାଇଥିଲେ, ଇତିହାସରୁ ଜଣାପଡ଼େ ଯେ ଏହି କେନାଲ ଖୋଲାଇବା ସମୟରେ ଏହାର ବାଲିରୁ ସୁନାର ଗଡ଼ ବା ସୂକ୍ଷ୍ମ ଅଂଶ ମିଳିଥିଲା। ନନ୍ଦ ରାଜା ଏହି କେନାଲଟି ତନଶୁଲିଆ ବାଟ ଯାଏ ଖୋଲାଇଥିଲେ। ଏହି ତନଶୁଲିଆ ପାଟକୁ ଆମେ ବର୍ତ୍ତମାନର ଚାନ୍ଦିପଦ ନିକଟସ୍ଥ ଶୁଲିଆ ବା ତଲିଶୁଲିଆ ପାହାଡ଼ ବୋଲି ଚିହ୍ନିତ କରୁଛୁ। କାରଣ ତୋଷଳାର ଗୋଟିଏ ପାଖରେ ଏହି ତଳଶୁଲିଆ
ପାହାଡ଼ ରହିଛି ଏବଂ ଅନ୍ୟ ପାଖରେ ବଡ଼ଶୁଲିଆ ପାହାଡ଼ ରହିଛି। ମଠଖାଇ ପାହାଡ଼ ପରି ଏହି ଶୁଲିଆ ପାହାଡ଼ ମଧ୍ୟ ବିସ୍ତାର ଲାଭ କରିଛି। ସେହି ପାହାଡ଼ରେ ବିଖ୍ୟାତ ଶୁଳିଆ ପୀଠ ରହିଛି। ଖାରବେଳଙ୍କ ଏହି ଲକ୍ଷ ମୁଦ୍ରା ବ୍ୟୟ କରି ସେହି ତଲଶୁଲିଆ ପର୍ବତ ବା ବର୍ତ୍ତମାନର ଚାଣ୍ଟିପଦ ଠାରୁ କଳିଙ୍ଗ ରାଜଧାନୀ ସ୍ୱର୍ଣ୍ଣଗିରି ବା ବର୍ତ୍ତମାନର ଦେଓଗାଁ ପର୍ଯ୍ୟନ୍ତ ଖୋଲାଇଥିଲେ। କାଳାନ୍ତରରେ ସେହି କେନାଲ ସ୍ୱର୍ଣ୍ଣଗଡ଼ ନଦୀରେ ପରିଣତ ହୋଇଛି। କାରଣ ଦେଓଗାଁ ବା ସ୍ୱର୍ଣ୍ଣଗଡ଼ର ପଶ୍ଚିମରେ ଥିବା ଏହି ନଦୀକୁ ଚନ୍ଦନଝର ବୋଲି କୁହାଯାଉଥିଲା। ଏବେ ମଧ୍ୟ ଦେଓଗାଁ ଠାରୁ ପଶ୍ଚିମ ଦିଗରେ ପ୍ରବାହିତ ନଦୀକୁ କେହି କେହି ଚନ୍ଦନ ନଦୀ ବୋଲି କହୁଥିବା ବେଳେ କେହି କେହି ସ୍ୱର୍ଣ୍ଣଗିରି ନଦୀ ବୋଲି କହିଥାନ୍ତି।